ଏପଟେ ରହିଛି 14 ନଅ ଟାୟାର। ଏବେ ଆପଣ ମାନଙ୍କୁ ମହିନ୍ଦ୍ରା ଗାଡ଼ି ପାଖକୁ ଯାଇ 16 ନଅ ଟାୟାର ଦେଖାଉଛି। 14 28 ଟାୟାର 16 28ଟି ମଧ୍ୟ ବଡ଼ ଜଣାପଡ଼ୁଥିବ ଆପଣମାନଙ୍କୁ ଭିଡ଼ିଓରେ। ୟା ପରେ ଆପଣ ପପ ମଧ୍ୟ କହିବ ଆଜି ଆପଣମାନଙ୍କ କମେଣ୍ଟର ଉତ୍ତର। ପପ କେତେ ନମ୍ବର ଗିୟରରେ ଶୁଖିଲା ହଳ କରୁଥିଲା ମହିନ୍ଦ୍ରା ଗାଡ଼ିରେ। ହେଲେ ଟିକେ ବଡ଼ ହେବ, ଗ୍ରିପ୍ ମଧ୍ୟ ଟିକେ ଚଉଡ଼ା ହେବ ଟାୟାରର। ସୁଇମିଂ ପୁଲ୍ ଆମର ଗାଡ଼ି ଚାଲୁଥିବ, ଇଆଡ଼େ ଗାଧୁଆ ହେଉଥିବ ସୁଇମିଂ ପୁଲ୍, ପୁରା ଦେଶୀ ଷ୍ଟାଇଲରେ ସାଙ୍ଗମାନେ ଆଉ। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ସମୟ ବର୍ତ୍ତମାନ 9ଟା ହେଇଗଲାଣି। ଦେଖିପାରୁଥିବେ ଆଜିର ପାଗ ରହିଛି ପୁରା କାଉଁଳିଆ କାଉଁଳିଆ ପାଗ। ଖରା ମଧ୍ୟ ଅଳ୍ପ ଅଳ୍ପ ଆସୁଛି, ଗୁଳୁଗୁଳିଟା ଜୋର ହେଉଛି, ପବନ ବି ଦେଉନାହିଁ। ଏମିତି ରହିଛି ଆଜିର କ୍ଲାଇମେଟ୍। ଏପଟେ ରହିଛି ମେସି ଗାଡ଼ି। ସାଙ୍ଗମାନେ ଆପଣମାନଙ୍କର ଢେର ସାରା କମେଣ୍ଟ ଅଛି, ଭାଇ ଏ ଶୁଖିଲା ହଳ କେତେ ନମ୍ବର ଗିୟରରେ କରୁଛ, ଆଉ 16 ନଅ ଟାୟାର 14 ନଅ ଟାୟାର ବିଷୟରେ ଫରକ କ'ଣ, ଆଜି ସେଇ ବିଷୟରେ କଥା ହେବା। ଏପଟେ ଆସନ୍ତୁ, ମେସି ଗାଡ଼ି ରହିଛି। ପ୍ରଥମେ 14 ନଅ ଟାୟାରଟି ଦେଖିନିଅନ୍ତୁ। ଏପଟେ ରହିଛି 14 ନଅ ଟାୟାର। ଏବେ ଆପଣମାନଙ୍କୁ ମହିନ୍ଦ୍ରା ଗାଡ଼ି ପାଖକୁ ଯାଇ 16 ନଅ ଟାୟାର ଦେଖାଉଛି। ଦେଖାଇଲା ପରେ ଆପଣମାନଙ୍କୁ କହିବି ତା ବିଷୟରେ। ସାଙ୍ଗମାନେ ଏବେ ଆସି ମହିନ୍ଦ୍ରା ଗାଡ଼ି ପାଖରେ ରହିଗଲୁ। ଏଇ ଗାଡ଼ିର ରହିଛି 16 ନଅ ଟାୟାର। ଦେଖିପାରୁଥିବେ ଟାୟାରଟି। 14 ନଅ 28 ଟାୟାର 16 ନଅ 28ଟି ମଧ୍ୟ ବଡ଼ ଜଣାପଡ଼ୁଥିବ ଆପଣମାନଙ୍କୁ ଭିଡ଼ିଓରେ। ୟା ପରେ ଆପଣମାନଙ୍କୁ କହିବି 16 ନଅ ଟାୟାରର ଫାଇଦା କ'ଣ, 14 ନଅର ଫାଇଦା କ'ଣ, ସେ ବିଷୟରେ ଆପଣମାନଙ୍କୁ ନିଶ୍ଚିନ୍ତ କହିବି। ଆଉ ପପ ବି ରହିଛି ଆମ ସହିତ। ପପ ମଧ୍ୟ କହିବ ଆଜି ଆପଣମାନଙ୍କ କମେଣ୍ଟର ଉତ୍ତର। ପପ କେତେ ନମ୍ବର ଗିୟରରେ ଶୁଖିଲା ହଳ କରୁଥିଲା ମହିନ୍ଦ୍ରା ଗାଡ଼ିରେ, ଆପଣମାନଙ୍କୁ ନିଶ୍ଚିନ୍ତ ଆଜି ଜଣାଇବୁ। ଟାୟାର ବିଷୟରେ କହିବି, କିନ୍ତୁ ତା ପୂର୍ବରୁ ଆପଣମାନେ ଟିକେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣମାନେ ଭିଡ଼ିଓ ଦେଖୁଛନ୍ତି ହେଲେ ସବସ୍କ୍ରାଇବ୍ କରୁନାହାନ୍ତି, ଟିକେ ଲାଇକ୍ ସେୟାର କରନ୍ତୁ। ଏବେ ଦେଖିପାରୁଥିବେ 16 ନଅ ଟାୟାର। ସାଙ୍ଗମାନେ 14 ନଅ ଟାୟାର 16 ନଅ ଟାୟାର ଭିତରେ ଫରକ ହେଉଛି ମୁଖ୍ୟତଃ ଏଟା 16 ନଅ ହେଉଛି ବଡ଼ ଟାୟାର, 14 ନଅ 28 ହେଉଛି ଛୋଟ ଟାୟାର। 2 ଇଞ୍ଚର ଫରକ। 14 ନଅ 16 ନଅ ବୁଝିପାରୁଥିବେ ଆପଣମାନେ, 2 ଇଞ୍ଚର ରହିଛି ଫରକ। ଆଉ ବାକି ରହିଲା ବିଲ ବିଷୟରେ ଯଦି କଥା ହେବା, ଧସା ବିଲ ବିଷୟରେ, ବିଲରେ କିଛି ସେଠି ଫରକ ପଡ଼ିବ ନାହିଁ। 14 ନଅ ଯେଉଁଠି ବି ଦବିବ, 16 ନଅ ବି ସେଇ ଜାଗାରେ ହିଁ ଦବିବ। ଆମେ ଏଟା ପ୍ରାକ୍ଟିକାଲି ଦେଖିସାରିଛୁ। ନ ଦବିବାର ଚାନ୍ସ ନାହିଁ ସାଙ୍ଗମାନେ। ସେମିତି ହେଲେ ଆମର ଯେଉଁ ରହିଛି ବଡ଼ ଗାଡ଼ି 60 HP 55 HP ଗାଡ଼ି, ସେ ଗାଡ଼ିରେ ତ ଆହୁରି ବଡ଼ ବଡ଼ ଟାୟାର ଲାଗୁଛି। ସେ ଗାଡ଼ି ତ ଜମାରୁ ବି ଦବନ୍ତା ନାହିଁ। ଏଇଟା କେବଳ ଆମମାନଙ୍କ ମୁଣ୍ଡରେ ଧାରଣା ରହିଛି ଯେ ବଡ଼ ଟାୟାର ଦବିବ ନାହିଁ, ଆମେମାନେ ଏମିତି ଭାବୁଛନ୍ତି। ହେଲେ ଯେଉଁଠି ଧସା ବିଲ, ବିଲର ପରିସ୍ଥିତି ଏମିତି ହେଇଗଲାଣି, ସେଠି 16 ନଅ ଟାୟାର 18 ନଅ କିଛି ବି ଫରକ ପଡ଼ିବନି, ସବୁ ହିଁ ଦବିବ ହିଁ ଦବିବ। ସାଙ୍ଗମାନେ ଏବେ ପପୁକୁ ପଚାରିବା, କାହିଁକିନା ତାର ଟିକେ ଏକ୍ସପିରିଏନ୍ସ ଅଧିକ। ସିଏ ସବୁବେଳେ ଗାଡ଼ି ପାଖରେ ରହୁଛି, ଦବା ଦବି କଲା ବେଳକୁ ଗାଡ଼ିରେ ସିଏ ରହି ଗାଡ଼ି ଉଠେଇବା ଭଲ ମନ୍ଦ ସବୁ ତାର ଅଭିଜ୍ଞତା ଅଧିକ। ତାକୁ ପଚାରିବା 16 ନଅ ଟାୟାର 14 ନଅ ଟାୟାର ବିଷୟରେ ଫରକ କ'ଣ, ସିଏ ମଧ୍ୟ କହିବ। ପପ ଏବେ କୁହନ୍ତୁ 16 ନଅ ଟାୟାର 14 ନଅ ଟାୟାର ବିଷୟରେ ଫରକ କ'ଣ? 16 ନଅ ଟାୟାର ଏକା, 14 ନଅ ଟାୟାର ବି ଏକା, ସେମ୍ ସେମ୍, କିନ୍ତୁ ଫରକ କିଛି ନାହିଁ। କିନ୍ତୁ ବିଲ ଯେତେ ଧସା ପଡ଼ିଯାଉଛି ସବୁ ସମାନ। ଗାଡ଼ି କ'ଣ, ଯେଉଁ ଗାଡ଼ି ଆଣ, ଟାୟାର ଆଣ, ସବୁ ସମାନ। ଧସା ବିଲ ପଡ଼ିଗଲା ବେଳକୁ ଗାଡ଼ି କେଉଁ ଗାଡ଼ି ପଶିବ ଧସା ବିଲ ହେଲା ମାନେ ଯେତେ ଧସା ବିଲ ହେଇଯାଉଛି ଯେ ଗାଡ଼ି ଚକା ବୁଡ଼ି ଯାଉଛି, ଇଏ ହେଇଯାଉଛି। 14 ନଅ କ'ଣ 16 ନଅ କ'ଣ, ସବୁ ଚକା ପୁରା ଦବି ଯାଉଛି। ଆଉ କ'ଣ କରିବା? ସାଙ୍ଗମାନେ ଆପଣମାନଙ୍କୁ ଭଲସେ ପୁରା ବୁଝେଇ ଦେଉଛି, ଦେଖନ୍ତୁ। 16 ନଅ ଟାୟାର ହେଲେ ଟିକେ ବଡ଼ ହେବ, ଗ୍ରିପ୍ ମଧ୍ୟ ଟିକେ ଚଉଡ଼ା ହେବ ଟାୟାରର। 14 ନଅ ଯେଉଁଠି ଟିକେ ନ ଥାକିବ, 16 ନଅ ଅଳ୍ପ ଟିକେ ଥାକିବ, ମାନେ ଫରକ ନାହିଁ ବୋଲି ନୁହେଁ, ଅଛି। 16 ନଅ 14 ନଅ ଯେଉଁଠି ନ ଥାକିବ, 16 ନଅ ଅଳ୍ପ ଟିକେ ଥାକିବ। ତା ମାନେ ନୁହେଁ ଯେ ପୁରାପୁରି ସମ୍ପୂର୍ଣ୍ଣ 16 ନଅ ସେଠି ଚାଲିଯିବ, ସେଇଟା ଧାରଣା ଭୁଲ। ଆପଣମାନେ ଲକ୍ଷ୍ୟ କରୁଥିବେ, ଯଦି 14 ନଅ ଟାୟାରଟି ଏଇ ଲେବୁଲ୍ ପର୍ଯ୍ୟନ୍ତ ବୁଡ଼ି ଯାଉଛି, କିନ୍ତୁ ସେଠି 16 ନଅ ଟାୟାରଟି ଚଉଡ଼ା ହେଇଥିବାରୁ ଟିକେ କମ୍ ଲେବୁଲ୍ ପର୍ଯ୍ୟନ୍ତ ଦବିବ। ହେଲେ ଦବିବାଟା ହିଁ ଦବିବ। ଆମ ମୁଣ୍ଡରେ ଧାରଣା ଅଛି କ'ଣ ନା, ଛୋଟ ଟାୟାର ଦବି ଯାଉଛି, ବଡ଼ ଟାୟାର ହେଲେ ଉଠିଯିବ। ସେମିତି କିଛି ଫରକ ନଥାଏ। ବିଲ ପରିସ୍ଥିତି ଯାହା ହେଲାଣି ସେଠି ଦବିବ ହିଁ ଦବିବ। ଆଉ ବାକି ରହିଲା ଶୁଖିଲା ହଳ। ଆପଣମାନଙ୍କର ବହୁତ ସାରା କମେଣ୍ଟ ଅଛି, ଶୁଖିଲା ହଳ କେତେ ନମ୍ବର ଗିୟରରେ ଭାଇ ହଳ କରୁଛ, ସେ ବିଷୟରେ ପପୁକୁ ପଚାରିବା। ପପ କେତେ ନମ୍ବର ଗିୟରରେ ଶୁଖିଲା ହଳ କରୁଛୁ, ସେ ବିଷୟରେ ଆମ ସାଙ୍ଗମାନଙ୍କୁ ଟିକେ ଜଣାଇ ଦିଅ। ମୁଁ ଶୁଖିଲା ହଳ 1 ନମ୍ବର ଗିୟରରେ କରେ। ସେଥିରେ ବି କିନ୍ତୁ 16 ନଅ ଟାୟାରଟା କିନ୍ତୁ ସ୍ମୁଥ୍, ଶୁଖିଲା ହଳରେ ଚାଲେ ପୁରା ସ୍ମୁଥ୍ ହେଇକି।
କିଛି ଜଣା ପଡେ ନା ଏତେ ସ୍ଲିପ୍ ହବନି, କମ ଏକ ସ୍ଲିପ୍। ନମ୍ବର ହାଇ ନା ଲୋ ନା ମିଡିୟମ? 1 ନମ୍ବର ହାଇରେ, ଏକ ନମ୍ବର ହାଇରେ ଶୁଖିଲା ହଳ। ଶୁଖିଲା ହଳ କରେ। ଆଉ ତା ବିହନ ବୁଣା ସରିଲା ପରେ ତ 2 ନମ୍ବରରେ ଇଏ ପୁରା ରକେଟ ହେଇଯିବ। 2 ନମ୍ବର ଚଲେଇ ହବନି, 1 ନମ୍ବର ହାଇରେ ଚାଲିବ। 2 ନମ୍ବର ଶୁଖିଲା ହଳ ବୁଣା ସରିଲା ପରେ 2 ନମ୍ବରରେ ଖାଲି ଦୌଡ଼ା ହେବା ପାଇଁ ଠିକ ଗାଡ଼ି ଠିକ ଚାଲିଛି। ସାଙ୍ଗମାନେ ଶୁଣିଲେ ତ ଆପଣ ମାନେ, 1 ନମ୍ବର ହାଇରେ ପ୍ରଥମ ଗାରମାରେ ଶୁଖିଲା ହଳରେ, ତାପରେ 2 ନମ୍ବର ଲଗେଇ ଦିଏ। ବିହନ ପଡ଼ି ସାରିଲା ପରେ ଖାଲି ବିହନକୁ ଢାଙ୍କିବା ପାଇଁ ଖାଲି ଟିକେ ଘାଣ୍ଟି ଦିଏ ବିଲ। ଏମିତି ରହିଛି କିଛି କଥା, ଦେଖିପାରୁଥିବେ। ଏପଟେ ପପ ପାଖରୁ ମଧ୍ୟ ଆପଣମାନଙ୍କୁ ଜଣାଇଦେଲି ଯେ କେତେ ନମ୍ବର ଗିଅରରେ ଗାଡ଼ି ଚଲାଉଛି। ସାଙ୍ଗମାନେ ଆଉ ଗୋଟେ ଜିନିଷ ରହିଛି, ଗାଡ଼ି ମଧ୍ୟ ରେଡ଼ି କରି ରଖିଛୁ। ଏପଟେ ଡଲା ମଧ୍ୟ ଲାଗିଯାଇଛି। ଡଲାରେ କେବଳ ସୁଇମିଂ ପୁଲ୍ କରିବୁ ବୋଲି ଆମର ପିଲାମାନେ ବି ରେଡ଼ି ଅଛନ୍ତି। ପିଲାମାନେ ସବୁଦିନ ପଚାରୁଛନ୍ତି ସୁଇମିଂ ପୁଲ୍ କେବେ କରିବା, କେବେ କରିବା। ସୁଇମିଂ ପୁଲ୍ଟି ଆମର ହେଇପାରୁନି, କାହିଁକିନା ଯେଉଁଦିନ ଠିକ୍ ଖରାବେଳେ ସୁଇମିଂ ପୁଲ୍ଟା କରିବା ଟାଇମ୍ରେ ମୋର କେଉଁଠି ଗୋଟେ କାମ ଥିବ, ମୁଁ ପଳାଇଥିବି, ନହେଲେ ପପ ନଥିବ। ଯଦି ମୁଁ ଥିବି ତାହେଲେ ପିଲାମାନେ ଟ୍ୟୁସନ୍, ସ୍କୁଲ ଏମିତି ରହୁଛି। ସ୍କୁଲ ତ ଛୁଟି ଅଛି ଏବେ, ସେ ଟ୍ୟୁସନ୍ କମ୍ପ୍ୟୁଟର କ୍ଲାସ୍ ପିଲାମାନଙ୍କର ରହୁଛି। ସେଥିପାଇଁ ଆମେ ଏକ୍ଜଟ୍ ହେଇପାରୁନୁ, ମଧ୍ୟ ସେ ଭିଡ଼ିଓଟି ହେଇପାରୁନାହିଁ। ସେଥିପାଇଁ ଆମେ ବି ଚେଷ୍ଟା କରୁଛୁ ଆଜିକାଲି ଭିତରେ ସେ ଭିଡ଼ିଓଟି ନିଶ୍ଚିନ୍ତ କରିବା ପାଇଁ। ସୁଇମିଂ ପୁଲ୍ ଭିଡ଼ିଓଟି ଏଇ ଡଲାରେ ପୁରା ପାଲ ପଡ଼ିବ ସାଙ୍ଗମାନେ, ପାଲ ପଡ଼ି ପାଣି ଭର୍ତ୍ତି ହେବ। ପାଣି ଭର୍ତ୍ତି ହେଇ ସୁଇମିଂ ପୁଲ୍ ପୁରା ଫିଲ୍ ନିଆଯିବ ଖରା ଦିନରେ। ଚଲନ୍ତା ସୁଇମିଂ ପୁଲ୍, ଆମର ଗାଡ଼ି ଚାଲୁଥିବ, ଇଆଡ଼େ ଗାଧୁଆ ହେଉଥିବ ସୁଇମିଂ ପୁଲ୍, ପୁରା ଦେଶୀ ଷ୍ଟାଇଲ୍ରେ ସାଙ୍ଗମାନେ। ଆଉ ବୁଝିପାରୁଥିବେ ଆପଣମାନେ, ଦେଶୀ ସୁଇମିଂ ପୁଲ୍ ସେଇଟା ଆମର ତିଆରି ହେବ ଏଇ ଡଲାରେ ସାଙ୍ଗମାନେ। ଆଉ ମଧ୍ୟ ଏ ଗାଡ଼ି ହଳ ପୂର୍ବରୁ ଏ ଗାଡ଼ି ବି ଷ୍ଟିକରିଂ କରିବାର ଅଛି ଆମକୁ। ଗାଡ଼ି ବି ସଫା କରିବାକୁ ପଡ଼ିବ, ପୁରା ଧୁଆଧୁଇ ହେବ। ଏବେ ଟିକେ କାମରେ ବ୍ୟସ୍ତ ଅଛୁ, ଟିକେ ଫ୍ରି ହେଲା ମାନେ ଧୁଆଧୁଇ କରି ପୁରା ସଫା କରି ବଜାର ନେଇଯିବାକୁ ପଡ଼ିବ ଗାଡ଼ି। ଗାଡ଼ି ଦୁଇଟାଙ୍କ ଗାଡ଼ି ଷ୍ଟିକରିଂ କରାଯିବ। ଷ୍ଟିକରିଂ ହେଇସାରିଲା ପରେ ବମ୍ଫରଟି ମଧ୍ୟ କଲରିଂ ହେବ। କଲରିଂ ହେଲା ପରେ ବମ୍ଫରଟି ମଧ୍ୟ ଆଗରେ ଲେଖା ହେବ ମା ଡଗରଶୁଣୀ, ମା ଡଗରଶୁଣୀ ଲେଖା ହେବ। ବମ୍ଫରଟି ମଧ୍ୟ କଲର୍ ଛାଡ଼ିଗଲାଣି। ଆମ ପାଣି ଲୁଣା ପାଣି ହେଇଥିବାରୁ ସେ ପୁରା ପାଣି ପଡ଼ିକି ସବୁ ଖାଇଯାଉଛି ଲୁହାକୁ, ଲୁଣି ଅଂଶ ରହୁଛି। ଏମିତି ରହିଛି କିଛି କଥା।